ସିନୁର ଡ୍ରେସ୍‌ଟି ରେଡ଼ି ହେଇଯାଇଛି ତାର ଫଙ୍କସନ୍ ପାଇଁ। ସେ ବର୍ତ୍ତମାନ ଟ୍ରାଏଲ୍ କରିଦେଇଛି କେମିତି କ'ଣ ଡ୍ରେସ୍ ହେଉଛି। ତ ଆପଣମାନେ ଦେଖିପାରୁଥିବେ ସେ ପୁରା ଜେଜ ଅଜା ମଉସା ପରି ଲାଗୁଛି, ଏତେ ଲମ୍ବା ଡ୍ରେସ୍‌ଟା ବନେଇ ଦେଇଛନ୍ତି। ତ ଏଠି ଆମେ ମା ପୁଅ ରେଡ଼ି ହେଇଗଲୁଣି ସ୍କୁଲ ଯିବା ପାଇଁ। ସିନୁର ମୋର ଆଗେ ପଳେଇବୁ ବାପାଙ୍କ ସହ, ତ ପଛରେ ବର୍ଷା, ରିଷି ଆଉ ମୋ ଭାଣିଜୀ ଅନୁ ସେମାନେ ଯିବେ। ଏଇଟା ହେଉଛି ସିନୁର ଫାଇନାଲ୍ ଲୁକ୍। ତ ଆମେ ଚାଲିଲୁ ବାପାଙ୍କ ସହ ଯିବା ପାଇଁ ସ୍କୁଲକୁ। ତ ଫାଇନାଲି ଆମେ ଯାଇକି ପହଞ୍ଚିଗଲୁ ସିନୁର ଡେଷ୍ଟିନେସନରେ, ଯେଉଁଠିକି ତାର ଆନୁଆଲ୍ ଫଙ୍କସନ୍ ଅର୍ଗାନାଇଜ୍ କରାଯାଇଥିଲା। ସିନୁ ପଢ଼ୁଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୟୁନିଟ୍ 3ରେ। ତ ତାଙ୍କର ପ୍ରତିବର୍ଷ ଉତ୍କଳ ମଣ୍ଡପରେ ଆନୁଆଲ୍ ଫଙ୍କସନ୍ ଅର୍ଗାନାଇଜ୍ କରାଯାଏ। ତ ବାପା ଆମକୁ ଛାଡ଼ି ଦେଇକି ଘରକୁ ପଳେଇ ଆସିଥିଲେ, ଆଉ ଆମେ ଏଣ୍ଟ୍ରି କରୁ କରୁ ଜଣେ ମ୍ୟାଡ଼ାମ୍ ଆମକୁ ବହୁତ ବଢ଼ିଆ ସେ ୱେଲକମ୍ କରିଥିଲେ। ତ ମୁଁ ସିନୁକୁ କହିଦେଇଥିଲି କି ମୁଣ୍ଡିଆ ମାରିବା ପାଇଁ, ସେ ବି ମୋ କଥା ମାନି ତାଙ୍କ ଗୁରୁମାଙ୍କୁ ମୁଣ୍ଡିଆ ମାରି ଦେଇଥିଲା। ତ ଆମେ ପହଞ୍ଚିଗଲା ବେଳକୁ ସିନୁର ସବୁ ସାଙ୍ଗମାନେ ଆସିଯାଇଥିଲେ। ତ ସିନୁ ଯାଇକି ତା ସାଙ୍ଗମାନଙ୍କ ସହ ବସିଗଲା। ତ ବାକି ଆଉ କ'ଣ ହେଉଛି ସିନୁ ସ୍କୁଲରେ, ତ ନେକ୍ସଟ ଭିଡ଼ିଓରେ ଦେଖିବେ। ରହିଲି, ଜୟ ଜଗନ୍ନାଥ।